ମୁଁ ସମରେନ୍ଦୁ ପଣ୍ଡା କହୁଛି। ଆଜି ଆମେ ଡାକିଥିଲୁ ଯେ ଆମର ଯୋଉ ବିଲ୍ଡିଂଟା ରହିଛି ପଣ୍ଡାମେଡିସିନ ଷ୍ଟୋର ବିଲ୍ଡିଂ ରହିଛି ସେଟା 100 ବର୍ଷ ପୁରୁଣା ବିଲ୍ଡିଂ। ତା ଉପରେ ଆମର ସମ୍ପର୍କୀୟ ଭାଇ ହେବେ ସେ ବାହୁବଳ ଦେଖାଇ ତା ଉପରେ ବିଲ୍ଡିଂ ତିଆରି କରୁଛନ୍ତି, ଯୋଉଟା କି ବହୁତ ବିପଦ ସଂକୁଳ। ଆଉ ସେ ବହୁତ ପୁରୁଣା 100 ବର୍ଷର ବିଲ୍ଡିଂ। ସେ ଆପଣଙ୍କର ସେ ବିଲ୍ଡିଂରେ ପିଲର ନାହିଁ, ତ ତା ଉପରେ ଯଦି ପୁଣି ଏଗେନ୍ କନଷ୍ଟ୍ରକ୍ସନ କରାଯାଉଛି ତ ବିଲ୍ଡିଂ କୋଲାପ୍ସ କରିବାର ବହୁତ ଚାନ୍ସେସ୍ ରହୁଛି। ସେଥିପ୍ରତି ଆମେ ଜିଲ୍ଲା ପ୍ରଶାସନକୁ ଆଉ ଥାନାକୁ ଆଉ ମ୍ୟୁନିସିପାଲିଟିକୁ ଆମର ଟାଉନ ପ୍ଲାନିଂକୁ ଦେଇଥିଲୁ, ଲେଟର ଦେଇଥିଲୁ। ଆଉ ଲିଖିତ ଆକାରରେ ଦେଲା ପରେ ବି ତାଙ୍କର କୌଣସି କାର୍ଯ୍ୟାନୁଷ୍ଠାନ ନାହିଁ। ଆଉ ସେ କାର୍ଯ୍ୟ ତାଙ୍କର କାମ କରି ଚାଲିଛନ୍ତି। ବିଲ୍ଡିଂ କୋଲାପ୍ସ କରିବା ଉପରେ 500 ପରିବାର ତା ଉପରେ ନିର୍ଭରଶୀଳ ଚଳୁଛନ୍ତି। ତାଙ୍କର ଜୀବନ ଯିବା ଉପରେ ପୁରା ସୁରକ୍ଷିତ ନୁହେଁ, ଜୀବନ ଯାଇପାରେ। ତେଣୁକରି ୟା ପ୍ରତି ସରକାର ଧ୍ୟାନ ଦିଅନ୍ତୁ, ସରକାର ଏହାକୁ ବନ୍ଦ କରନ୍ତୁ। ତାଙ୍କର କୌଣସି ଆକ୍ସନ ନାହିଁ। ୟା ଉପରେ କୋର୍ଟ ଷ୍ଟେ ଅର୍ଡର ଦେଲା ପରେ ବି ସେ ଷ୍ଟେ ଅର୍ଡରକୁ ନେଇକି ଥାନାରେ ଦେଲା ପରେ ବି ମ୍ୟୁନିସିପାଲିଟିକି ଦେଇଛୁ, ସମସ୍ତଙ୍କୁ ଦେଲା ପରେ ବି କେହି ତା ଉପରେ କୌଣସି ରେସ୍ପନ୍ସ ନାହିଁ। ଆଉ କାର୍ଯ୍ୟକୁ କେହି ବନ୍ଦ କରିବା ପାଇଁ ଆସୁନାହାନ୍ତି। ଆଉ ସେ ଆମକୁ ବାହୁବଳ ଦେଖେଇକି ଆମକୁ ହାଣିବୁ କାଟିବୁ ବୋଲି ଏଭଳି କହୁଛନ୍ତି, ଧମକ ଦଉଛନ୍ତି। ଆମେ ଚାହୁଁଛୁ କେମିତି ବିଲ୍ଡିଂ ସୁରକ୍ଷିତ ହେଇକି ରହୁ, ଲୋକମାନଙ୍କ ଜୀବିକା ଯେମିତି ଚାଲୁଛି ସେମିତି ଚାଲିବ। ଆଉ ଲୋକମାନେ ଯୋଉ ତା ଉପରେ ନିର୍ଭର ହେଇକି ରହିଛନ୍ତି, ଯୋଉମାନେ ସେଠି ଚଳୁଛନ୍ତି, ସେମାନେ କେମିତି ଭଲରେ ସୁରକ୍ଷିତ ତାଙ୍କ ପରିବାରକୁ ଚଳେଇ ପାରିବେ, କାମ ସେମାନେ ଯେମିତି ତାଙ୍କ ମେନ୍ ହେଲା ଆମର ଯୋଉ ଅମରେନ୍ଦ୍ର ପଣ୍ଡା ଯେ କାମ କରୁଛନ୍ତି ତାଙ୍କ କନଷ୍ଟ୍ରକ୍ସନଟାକୁ ବନ୍ଦ କରାଯାଉ ତୁରନ୍ତ, ନହେଲେ ବିଲ୍ଡିଂ କୋଲାପ୍ସ କରିବାର ବହୁତ ଚାନ୍ସେସ୍ ରହୁଛି। ବିରଞ୍ଚି ନାରାୟଣ ନାୟକ ସମ୍ପତ୍ତି ଉପରେ ମାନ୍ୟବର ସିଭିଲ ଜଜ୍ ଜୁନିୟର ଡିଭିଜନଙ୍କ ପାଖରେ ମକଦ୍ଦମା ଫାଇଲ ହେଇଛି ଏବଂ ଆଇଏ ମୁତାବକ ତା ଉପରେ ରହିତାଦେଶ ମାନ୍ୟବର ସିଭିଲ ଜଜ୍ ଜୁନିୟର ଡିଭିଜନ ଭଦ୍ରକ ଦେଇଛନ୍ତି। ଉଭୟ ପକ୍ଷ କୌଣସି କାର୍ଯ୍ୟ ଏଠି କରିପାରିବେ ନାହିଁ, ଅପର ପକ୍ଷ ଏଠି କୌଣସି କାର୍ଯ୍ୟ କରିପାରିବେ ନାହିଁ ଯେପର୍ଯ୍ୟନ୍ତ କେସ୍ ଫଇସଲା ନ ହୋଇଛି। କିନ୍ତୁ ବଳପୂର୍ବକ ଅପରପକ୍ଷ ଯିଏ ଅଛନ୍ତି ସେ ତାଙ୍କର ଧମକ ଚମକ ଦେଇକି ସେଠି ତାଙ୍କର ଘର ନିର୍ମାଣ କରୁଛନ୍ତି, ଯିଏକି 100 ବର୍ଷର ପୁରୁଣା ଘର। ବିଗତ ଭଦ୍ରକର ସମସ୍ତେ ଜାଣିଛନ୍ତି ପଣ୍ଡା ମେଡିସିନ ଦୋକାନ କହିଲେ 100 ବର୍ଷର ଆଗରୁ କୌଣସି ବିଲ୍ଡିଂ ଅଟ୍ଟାଳିକା ନଥିଲା। ଭଦ୍ରକର ପ୍ରଥମ ଅଟ୍ଟାଳିକା, ଯାହାକି ତାରି ଉପରେ ପୁରୁଣା ଘର ଉପରେ ସେ ତୃତୀୟ ମହଲା ଚତୁର୍ଥ ମହଲା ବିଲ୍ଡିଂ 100 ଟନ୍ର କରିକି ବିଲ୍ଡିଂ ବନାଉଛନ୍ତି, ଯିଏକି ଜନସାଧାରଣଙ୍କ ପାଇଁ ଯେଉଁ ବ୍ୟବସାୟିକ ଅନୁଷ୍ଠାନ ମାନେ ତଳେ ସବୁ ରହିଛନ୍ତି ଏଙ୍କର ବି ମଧ୍ୟ ମେଡିସିନ ଦୋକାନକୁ ଲୋକମାନେ ଯିବା ଆସିବା କରୁଛନ୍ତି। କେତେବେଳେ ଭୁଷୁଡ଼ି ପଡ଼ିବ, ଶହ ଶହ ଲୋକଙ୍କର ଜନଜୀବନ ନଷ୍ଟ ହେବ, ତାହା ବି ଏ ବାବଦରେ ବି ମ୍ୟୁନିସିପାଲିଟିକି ଅବଗତ କରାଯାଇଥିଲା ଏବଂ ଟାଉନ ପ୍ଲାନିଂ ଅଥରିଟି ଆଉ ସବ୍ କଲେକ୍ଟର ସମସ୍ତଙ୍କୁ ଜଣାଇଲା ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନି ପ୍ରଶାସନ ତରଫରୁ। ମାନ୍ୟବର କୋର୍ଟଙ୍କର ଅଦାଲତଙ୍କର ଆଇନକୁ ପୈତୃକ ସମ୍ପତ୍ତି ତାଙ୍କର ଥିଲା, ତାଙ୍କର ଆଗରୁ ପାର୍ଟିସନ୍ ହେଇଯାଇଛି, ବହୁ ଆଗରୁ ପାର୍ଟିସନ୍ ସରିଯାଇଛି ଉଭୟ ପକ୍ଷଙ୍କ ମଧ୍ୟରେ। ଆଉ ତାପରେ ବର୍ତ୍ତୀ ସମୟରେ ସେ ବର୍ତ୍ତମାନ ତାଙ୍କର ଜୋର ଜବରଦସ୍ତ ଘର କରୁଛନ୍ତି। ତାଙ୍କର ଷ୍ଟାଟସ୍ କୋ ଅଛି। ଆଉ କୋର୍ଟ ଓପନ୍ କୋର୍ଟରେ କହିଛନ୍ତି ଯେ ଏଟା କେହି କିଛି କରି ନ ପାରିବା ପାଇଁ ଯେପର୍ଯ୍ୟନ୍ତ ମକଦ୍ଦମା ସମ୍ପୂର୍ଣ୍ଣ ବିଚାରାଧୀନ ନ ସରିଛି।